ମୋ ନାଁ ବାସୁଦେବ ରଥ, ଜିଲ୍ଲା ଓକିଲ ସଂଘର ସଭାପତି ମୁଇଁ। ଆଜି ଆମର କାର୍ଯ୍ୟକ୍ରମ ଥିଲା ରେଭିନ୍ୟୁ ସାଇଡ଼୍ରେ ଯେନ୍ ଆମର ବାର୍ ଆସୋସିଏସନ୍ ଅଛି, ସେ ବାର୍ରେ ଗୋଟେ କ୍ୱାର୍ଟରଟେ ଆମେ ଏକ୍ସଟେଣ୍ଡ କରୁ। ଆମର ଓକିଲ ସଂଖ୍ୟା ଦିନକେ ଦିନ ବୃଦ୍ଧି ହେଉଛେ, ବଢ଼ି ଯାଉଛନ୍, କ୍ଲାଏଣ୍ଟ ବେସ୍ ବି ବହୁତ ଜୋରରେ ଆସୁଛନ୍। ସେଥିର୍ଲାଗି ଆମକୁ ସଫିସିଏଣ୍ଟ ରେଭିନ୍ୟୁ ସାଇଡ଼୍ର ବାର୍ ଆମକୁ ନେଇ ହେଇପାରବା। ସେଥିର୍ଲାଗି ଆମେ ଯେନ୍ କ୍ୱାର୍ଟରଟେ ଏକ୍ସଟେଣ୍ଡ କଲୁଁ, ସେ କ୍ୱାର୍ଟରର ଇନାଗୁରେଟ୍ ଆଜି ଥିଲା। ଇନାଗୁରେଟ୍ ଆଜି ଆମେ 3 ବଜେ କଲୁଁ। ଉତ୍ସାହିତ ହେଇକିରି ସବୁ ସିନିୟର ଜୁନିୟର ଆଡ଼ଭୋକେଟ୍ ଭାଇମାନେ ଥିଲେ, ଆର୍ ସେ ଜାଗାରେ ଆମେ ଆଜି ଇନାଗୁରେଟ୍ କଲୁଁ। ଇନାଗୁରେଟ୍ କରିକିରି ସେଟାକେ ଆମେ ଡେଭଲପ୍ କରବାର୍ ଲାଗି ଚାହୁଁଛୁଁ। କାଇଁଥିର୍ ଲାଗି ଡେଭଲପ୍ କରବାର୍ ଲାଗି ଚାହୁଁ, ଆର୍ ବି କୌଣସି କାମରେ ରେଷ୍ଟି କରବାର୍ ଲାଗି ସେମାନଙ୍କର ବସବାର୍ ଥଇଥାନ ମାନେ ନେଇନ। ଇ ଗସ୍ତଲ ସେ ଗସ୍ତଲରେ ବସୁଛନ୍ ସେମାନେ। ସେମାନଙ୍କର ସୁବିଧା ଲାଗି ପାଣିର ବି ବ୍ୟବସ୍ଥା ଆମେ କରିଛୁଁ, ଲାଇଟ୍ର ବି ବ୍ୟବସ୍ଥା କରିଛୁଁ। ଇଟା ଯେନ୍ ଖରା ଯେନ୍ ଆସବା ତାର୍ ଲାଗି ବି ଆମେ କୁଲର୍ ଏସିର ବି ସୁବିଧା କରିଛୁଁ, ଯେନ୍ତାକି ଲୋକମାନେ କମନ୍ ପିପୁଲ୍ ମାନେ ଯେନ୍ତାକି ଆସିଲେ ରେଭିନ୍ୟୁ ସାଇଡ଼୍ରେ କିଛି ଅସୁବିଧା ନାଇଁ ପାଇବେ, ତାର୍ ବ୍ୟବସ୍ଥା ଲାଗି ଜିଲ୍ଲା ଓକିଲ ସଂଘ ସଦାବେଲେ ସାଥ୍ ଦେବା ଆର୍ ସାମ୍ନାକେ ବି ଆସବା। ବରିଷ୍ଠ ହିସାବରେ ଥିଲେ ଆମର ରବିନାରାୟଣ ବହିଦାର ଥିଲେ, ତାପରେ ଗୁପ୍ତା ଦାଦା ଥିଲେ, ଆମର ଏକ୍ଜିକ୍ୟୁଟିଭ୍ ମେମ୍ବର ମାନେ ଥିଲେ, ସେକ୍ରେଟାରୀ ଥିଲେ, ଭାଇସ୍ ପ୍ରେସିଡେଣ୍ଟ ଥିଲେ, ଏକ୍ଜିକ୍ୟୁଟିଭ୍ ମେମ୍ବର ବି ଥିଲେ, ଆଉ ନୋଟାରୀ ସାର୍ ମାନେ ବି ଥିଲେ, ଅଶୋକ ରାଉତ ବି ଥିଲେ, ବିଜୟ କୁମାର ରଥ ଥିଲେ, ଗୋବିନ୍ଦ ମହାନ୍ତି ଥିଲେ ଏକ୍ଜିକ୍ୟୁଟିଭ୍ର, ଆଉ ବହୁ ସଂଖ୍ୟାରେ ଯୋଗଦାନ ବି କରିଥିଲେ। କେତେ ବର୍ଷ ପରେ ଏଇ ପଦକ୍ଷେପ ନିଆଯାଇଛି ଆଉ ତମେ କ୍ୱାର୍ଟରଟା କେମିତି ପଡ଼ିଥିଲା ଜରାଜୀର୍ଣ୍ଣ ଅବସ୍ଥାରେ? ସେ କ୍ୱାର୍ଟରଟା ଆକ୍ଟିଭ ହେଇକିରି ନେଇଥାଇ। ସେନ ଯେନ୍ ପବ୍ଲିକ୍ ମାନେ ଆଉଥିଲେ, ପବ୍ଲିକ୍ ହଉନ୍ କି ବାହାରିଆ ଲୋକ ବି ହଉନ୍, ତ ସେଟା ଗୋଟେ ଅସ୍ଥାୟୀ ହିସାବରେ ଥିଲା। ସାଇକେଲ ମଟର ଫଟର ରଖିକିରି ଗୋଟେ ବାର୍ର ଡେକୋରମ୍ଟା ଖରାପ ହେଇଯାଉଥିଲା। ତାପରେ ସଫିସିଏଣ୍ଟ ବି ନେଇଥାଇ, ଯେନ୍ ମାନେ ଆଉଥିଲେ ଖରାରେ ଠିଆ ହଉଥିଲେ, ବର୍ଷା ମାସେ ଆସିଲେ ବର୍ଷାରେ ଭିଜୁଥିଲେ, ତ ତାଙ୍କର ତ ଡେ ଟୁ ଡେ ଯେହେତୁ ଆମକୁ ସାର୍ଟିଫିକେଟ୍ ଦରକାର ଏଜୁକେସନ୍ ଲାଗି ହଉ, କେନ ଚାକିରି ବୃତ୍ତିରେ ହଉ, ତ ସେଥିର୍ଲାଗି କଚେରୀକେ ସମସ୍ତେ ଡିପେଣ୍ଡେବୁଲ୍ ହେ। ତ ତାଙ୍କର ସୁବିଧା ଲାଗି ଆମେ ଆଜି ଗୋଟେ କ୍ୱାର୍ଟରଟେ ରେଡ଼ି କଲୁଁ, ତାକେ ଇନାଗୁରେଟ୍ କଲୁଁ, ଆର୍ ସୁବିଧା ବି ଦଉଛୁଁ ଯେ ଲୋକମାନେ କେନ୍ତା କରି ଆସିକିରି ଠିକ୍ ହିସାବରେ ବସିକିରି ତାଙ୍କର କାମ ଧାମ କରିପାରବେ ବୋଲି।